ଆସନ୍ତୁ ଆସନ୍ତୁ, ଆମ ପାଖରୁ ବଢିଆ ବଢିଆ ପେଣ୍ଟିଂ କମ ଦାମରେ ନେଇ ଯାଆନ୍ତୁ। ଆରେ ବାଃ, ତୁମ ପେଣ୍ଟିଂ ତ ଭାରି ସୁନ୍ଦର ହେଇଛି। ହେଲେ ତୁମେ ଦୁଇଟା ପେଣ୍ଟିଂ କାହିଁକି ବିକ୍ରି କରୁଛ? ଆଉ କ'ଣ ତୁମ ପାଖରେ ପେଣ୍ଟିଂ ନାହିଁ? ହଁ ହଁ, ଆମ ପାଖରେ ଏମିତି ଆହୁରି ପେଣ୍ଟିଂ ଅଛି। ତୁମକୁ ଯେମିତି ବି ପେଣ୍ଟିଂ ଦରକାର ଏଇ ଆମ ନମ୍ବରରେ ଫୋନ କରିବ, ଆମେ ତୁମ ଘରେ ସେ ପେଣ୍ଟିଂ ପହଞ୍ଚେଇ ଦେବୁ। ସତରେ? ତାହେଲେ ଏବେ ମୁଁ ତୁମ ନମ୍ବର ସମସ୍ତଙ୍କୁ ଦେଇଦେବି। ଯାହାର ବି ପେଣ୍ଟିଂ ଦରକାର ହେବ ସେ ତମମାନଙ୍କୁ ଫୋନ କରିବ। ହଁ ହଁ, ଆପଣଙ୍କ ଠିକଣା ମତେ ମେସେଜ କରିଦିଅନ୍ତୁ। ମୁଁ ଆଜି ହିଁ ଆପଣଙ୍କ ଘରେ ପେଣ୍ଟିଂ ପହଞ୍ଚେଇବାର ବ୍ୟବସ୍ଥା କରିଦେବି। ଆରେ କ'ଣ ହେଲା? ତମେ ଭାରି ଖୁସି ଖୁସି ଲାଗୁଛ। କିଏ ଫୋନ କରିଥିଲା? ଆରେ ଖୁସି ହେବିନି କେମିତି କହ, ପାଖ ଜଙ୍ଗଲରୁ ଗୋଟେ ଧନୀ ପକ୍ଷୀ ଚିଲ ଆମ ପେଣ୍ଟିଂ ଅର୍ଡର କରିଛି। ଆରେ ବାଃ, ଇଏ ତ ବହୁତ ଭଲ କଥା। ଦିଅ, ମତେ ଶୀଘ୍ର ସେ ପେଣ୍ଟିଂ ଦିଅ। ମୁଁ ଆଜି ହିଁ ସେ ପକ୍ଷୀ ଘରେ ପେଣ୍ଟିଂ ପହଞ୍ଚେଇ ଦେବି। ଏଇ ନେ ସେ ପେଣ୍ଟିଂ, ଆଉ ସେ ପକ୍ଷୀର ଠିକଣା ବି ନେ। ସାବଧାନରେ ଯିବୁ, ଯେମିତି ପେଣ୍ଟିଂ ଉପରୁ ଆମ ସିସି କ୍ୟାମେରା ଖସି ନ ପଡେ। ତା ନେଇ ତୁମେ ଜମା ଚିନ୍ତା କରନି, ମୁଁ ବହୁତ ସାବଧାନରେ ଯିବି। ତାପରେ କାଉ ପେଣ୍ଟିଂ ଧରି ପାଖ ଜଙ୍ଗଲକୁ ଗଲା। କିଛି ସମୟରେ ସେ ଚିଲ ଘରେ ପହଞ୍ଚିଗଲା। ଚିଲ ଦିଦି, ଆପଣ ପେଣ୍ଟିଂ ଅର୍ଡର କରିଥିଲେ? ହଁ ହଁ, ମୁଁ ଗୋଟେ ପେଣ୍ଟିଂ ଅର୍ଡର କରିଥିଲି। ମୋ ପେଣ୍ଟିଂ ଆଣିଦେଇଛ? ହଁ ଚିଲ ଦିଦି, ଏଇ ନିଅନ୍ତୁ, କାନ୍ଥରେ ଭଲ ଭାବରେ ଟାଙ୍ଗିଦେବେ। ଆରେ ବାଃ, ପେଣ୍ଟିଂ ତ ବହୁତ ସୁନ୍ଦର ହେଇଛି। ଏଇ ନେ ତ ଟଙ୍କା। ତାପରେ କାଉ ଟଙ୍କା ନେଇ ଘରକୁ ଚାଲିଗଲା। ରାତି ହେବା ପରେ ଆରେ ରାତି ହେଇଗଲା, ଚାଲ ଏବେ ସିସି କ୍ୟାମେରାରେ ରେକର୍ଡ ହେଇଥିବା ଭିଡିଓ ଦେଖିବା। ଚିଲ କୋଉଠି ତା ଆଲମିରାର ଚାବି ରଖିଛି। ଯେମିତି ଚିଲ ଶୋଇଯିବ ଆମେ ତାର ସବୁ ଟଙ୍କା ସୁନା ଗହଣା ନେଇ ଆସିବା। କାଉ ମାନେ ଭିଡିଓ ଦେଖି ଜାଣିଗଲେ ଆଲମିରାର ଚାବି କୋଉଠି ଅଛି। ଯେମିତି ଚିଲ ଶୋଇପଡିଲା, ଦୁଇ କାଉ ଗୋଟେ ବସ୍ତା ଧରି ଚିଲର ଘରକୁ ଗଲେ। ସେମାନେ ଚିଲ ପାଖରୁ ଚାବି ନେଇ ତା ଆଲମିରା ଖୋଲି ଚିଲର ସବୁ ଟଙ୍କା ଆଉ ସେ ପେଣ୍ଟିଂରେ ଲାଗିଥିବା କ୍ୟାମେରା ନେଇ ସେଠାରୁ ଚାଲିଗଲେ। ଚିଲର ପରିବାର ଏ ବିଷୟରେ କିଛି ବି ଜାଣିପାରିଲେନି। କୁନି, ଜାଣିଛୁ କାଲି ନା ମୋ ମା ଗୋଟେ ପେଣ୍ଟିଂ ଅର୍ଡର କରିଛନ୍ତି। ତୁ ଯଦି ଦେଖିବୁ ମୋ ସାଙ୍ଗରେ ମୋ ଘରକୁ ଚାଲେ। ସତରେ ସାଙ୍ଗ, ତୋ ମା ପେଣ୍ଟିଂ ଅର୍ଡର କରିଛନ୍ତି? ମତେ ପେଣ୍ଟିଂ ଦେଖିବାକୁ ଭାରି ଭଲ ଲାଗେ। ଚାଲ ଚାଲ, ଏବେ ହିଁ ତ ଘରକୁ ଯିବା। ସତରେ ସାଙ୍ଗ, ପେଣ୍ଟିଂ ଟା ଭାରି ସୁନ୍ଦର ହେଇଛି। ମତେ ବି ପେଣ୍ଟିଂ ଅର୍ଡର କରିବାକୁ ଇଚ୍ଛା ହଉଛି। ଆଣ୍ଟି କୋଉଠୁ ପେଣ୍ଟିଂ ଅର୍ଡର କଲେ ଚାଲ ତାଙ୍କୁ ପଚାରିବା। ମୁଁ ବି ସେଇଠୁ ପେଣ୍ଟିଂ ଅର୍ଡର କରିବି। ଆଣ୍ଟି ଆଣ୍ଟି, ମତେ ବି ଗୋଟେ ପେଣ୍ଟିଂ ଅର୍ଡର କରିଦିଅ ନା, ମୁଁ ବି ମୋ ଘରେ ସଜେଇକି ରଖିବି। ଆଚ୍ଛା ହଉ, ମୁଁ ଏବେ ହିଁ ତୋ ପାଇଁ ପେଣ୍ଟିଂ ଅର୍ଡର କରିଦେଉଛି। ତ ଘରେ ପେଣ୍ଟିଂ ପହଞ୍ଚିଲେ ତୁ ତାଙ୍କୁ ଟଙ୍କା ଦେଇଦେବୁ। ଚିଲ ଦିଦି, ତୁମ କହିବା ଅନୁସାରେ ମୁଁ 50 ବସ୍ତା ଆଳୁ ନେଇ ଆସିଛି। ମତେ ଟଙ୍କା ଦିଅନ୍ତୁ, ମୁଁ ଚାଷୀ ମାନଙ୍କୁ ଦେବି। ଆଚ୍ଛା ଠିକ ଅଛି, ତୁ କିଛି ସମୟ ଅପେକ୍ଷା କର, ମୁଁ ଏବେ ଟଙ୍କା ଆଣୁଛି। ଏ କ'ଣ, ମୋ ଆଲମିରାରେ ତ ଟଙ୍କା ନାହିଁ। କିଏ ମୋର ସବୁ ଟଙ୍କା ନେଇଗଲା? ଚଢ଼େଇ ଛୁଆ ଛଡ଼ା କେହି ବି ମୋ ଘରକୁ ପଶି ନାହାନ୍ତି। ନିଶ୍ଚୟ ସେ ଛୁଆ ହିଁ ମୋର ସବୁ ଟଙ୍କା ଚୋରି କରି ନେଇଯାଇଥିବ। ରିନି, ମାରିନି, କୁଆଡେ ଗଲୁ? ଶୀଘ୍ର ମୋ ପାଖକୁ ଆସେ। କ'ଣ ହେଲା ମା? ମତେ ଡାକିଲ କ'ଣ ପାଇଁ? ଏଇ ଦେଖେ, ମୋ ଆଲମିରାରେ ଟଙ୍କାଟେ ବି ନାହିଁ। ମୁଁ ଆମର ସବୁ ଟଙ୍କା ଏଇ ଆଲମିରାରେ ରଖିଥିଲି। ତୋ ସାଙ୍ଗ ଛଡ଼ା କେହି ବି ମୋ ଘରେ ପଶି ନାହାନ୍ତି। ନିଶ୍ଚୟ ତ ସାଙ୍ଗ ହିଁ ମୋର ସବୁ ଟଙ୍କା ଚୋରି କରି ନେଇଯାଇଛି। ନାଇଁ ମା, ତୁମେ ମୋ ସାଙ୍ଗକୁ ଭୁଲ ବୁଝୁଛ। ସେ ସବୁ ସମୟରେ ମୋ ସାଙ୍ଗରେ ଥିଲା। ତା ଛଡ଼ା ସେ ଆଲମିରା ପାଖକୁ ବି ଯାଇନି। ସେ ଆମ ଟଙ୍କା ଚୋରି କରିବ କେମିତି? ନା, ତୋ ସାଙ୍ଗ ଛଡ଼ା କେହି ବି ମୋ ଘରେ ପଶି ନାହାନ୍ତି। ମୁଁ ଭଲ ଭାବରେ ଜାଣେ ତୋ ସାଙ୍ଗ ହିଁ ମୋ ଟଙ୍କା ଚୋରି କରିଛି। ମୁଁ ଏବେ ତା ମା ପାଖକୁ ଯିବି, ଆଉ ମୋର ସବୁ ଟଙ୍କା ତା ମା ପାଖରୁ ଆଣିବି। ଏମିତି କହି ଚିଲ ଚଢ଼େଇର ଘରକୁ ଗଲା। ସେତେବେଳେ ସେ ଦେଖିଲା କାଉର ସ୍ତ୍ରୀ ଚଢ଼େଇର ଘରକୁ ଯାଇ ପେଣ୍ଟିଂ ଦେଉଛି। ୱାଓ, ପେଣ୍ଟିଂ ଟା ବହୁତ ସୁନ୍ଦର ହେଇଛି ଆଣ୍ଟି। ଅନ୍ୟର ଟଙ୍କା ଚୋରି କରି ପେଣ୍ଟିଂ କିଣିଛୁ, ସୁନ୍ଦର ଲାଗିବନି କେମିତି? ଚଢ଼େଇ, ତୋ ଝିଅ ଆଜି ମୋ ଘରେ ପଶି ମୋ ଆଲମିରାରୁ 5 ଲକ୍ଷ ଟଙ୍କା ଚୋରି କରି ନେଇ ଆସିଛି। ଏଇ ଚିଲ ଏବେ ଆସିବାର ଥିଲା। ଏଠି ରହିଲେ ବିପଦ, ମୁଁ ଶୀଘ୍ର ଏଠୁ ପଳାଏ।
ଆରେ ଆରେ ଏ ପକ୍ଷୀଟା ପେଣ୍ଟିଂ ଦେଇ ଟଙ୍କା ନୁନି କଣ ଚାଲି ଯାଉଛି। ଏଇ ଯେ କାଉ ଭଉଣୀ ରୁହ, ନିଜ ପେଣ୍ଟିଂର ଟଙ୍କା ନେଇଯାଅ। ତା ଟଙ୍କା ତୁ ପରେ ଦେବୁ, ଆଗ ମତେ ମୋ ଟଙ୍କା ଦେ। ଇ କଣ କହୁଛ ଚିଲ ଦିଦି? ମୋ ଝିଅ କେବେ ବି କାହା ଘରୁ ଚୋରି କରି ପାରିବନି, ତେବେ ମୁଁ ତମକୁ ଟଙ୍କା କାହିଁକି ଦେବି? ହଁ ଆଣ୍ଟି, ମା ଠିକ କହୁଛନ୍ତି, ମୁଁ ଟଙ୍କା ଚୋରି କରିନି, କେବଳ ପେଣ୍ଟିଂ ଦେଖି ଘରକୁ ଚାଲି ଆସିଥିଲି। ଚୋର କଣ କେବେ ନିଜେ ମାନେ ସେ ଚୋରି କରିଛି ବୋଲି? ଭଲରେ ତମେ ମାନେ ମୋ ଟଙ୍କା ଦିଅ, ନହେଲେ ମୁଁ ତମ ମା ଛୁଆଙ୍କୁ ପୋଲିସ ଥାନାରେ ଦେଇଦେବି। ନା ନା ଚିଲ ଦିଦି, ମୋ ଝିଅ ବି ବହୁତ ଛୋଟ, ଏବେରୁ ତାକୁ ପୋଲିସ ଥାନାରେ ଦିଅନି। ମତେ ଖାଲି ଗୋଟେ ଦିନ ସମୟ ଦିଅ, ମୁଁ ଯେମିତି ବି ହେଉ କାଲି ତୁମକୁ ତୁମର ସବୁ ଟଙ୍କା ଦେଇଦେବି। ଠିକ ଅଛି, ଆଜି ମୁଁ ଯାଉଛି, କାଲି ପୁଣି ଆସିବି। ଯଦି ମତେ ମୋ ଟଙ୍କା ନ ଦେବୁ ମୁଁ ପୋଲିସ ଡାକିବି। ମା ମତେ ବିଶ୍ୱାସ କର, ମୁଁ ଚିଲ ଆଣ୍ଟିଙ୍କ ଘରୁ ଟଙ୍କା ଚୋରି କରିନି। ମାରେ ମୋର ତୋ ଉପରେ ପୁରା ବିଶ୍ୱାସ ଅଛି, ତୁ କେବେ ବି ଚୋରି କରିନଥିବୁ। ନିଶ୍ଚୟ ଚିଲ ଦିଦିଙ୍କର ଜାଣିବାରେ କିଛି ଭୁଲ ହେଇଥିବ। ଦିନେ ନା ଦିନେ ସେ ସତ କଥା ଜାଣିପାରିବେ। ତୁ ଆଉ ମନ ଦୁଃଖ କରନି, ଯା ମା ଘରେ ଥିବୁ। ମୁଁ ବ୍ୟାଙ୍କରେ କିଛି ଟଙ୍କା ଜମା କରି ରଖିଛି, ମୁଁ ସେସବୁ ଆଣି ଚିଲ ଦିଦିଙ୍କୁ ଦେଇଦିଏ। ଆରେ ଏଇ ତ ସେଇ ପକ୍ଷୀ ଯେ ପେଣ୍ଟିଂର ଟଙ୍କା ନ ନେଇ ଚାଲି ଯାଇଥିଲେ। ମୁଁ ତାଙ୍କୁ ଆଉ ଦିନେ ପେଣ୍ଟିଂର ଟଙ୍କା ଦେଇଦେବି। ଯାଏ ତାଙ୍କୁ ଏ କଥା କହି ଆସେ। କାଉ ଭଉଣୀ ମୋ କଥା ଟିକେ ଶୁଣ। ଆରେ ସେ ତ ମୋ କଥା ଶୁଣି ପାରୁନାହାନ୍ତି। କାଉର ସ୍ତ୍ରୀ ଚଢ଼େଇର କଥା ନ ଶୁଣି ନିଜ ଦୋକାନକୁ ଚାଲି ଆସିଲା। ତା ପଛେ ପଛେ ଚଢ଼େଇ ବି ଆସିଲା। ଆରେ ତୁ ଆସିଗଲୁ, ତୁ ଏବେ ଯୋଉ ଚଢ଼େଇ ଘରେ ପେଣ୍ଟିଂ ଦେଇ ଆସିଲୁ, ସେ ଚଢ଼େଇଟା ଧନୀ କି ନୁହଁ ଆଗ କହିଲୁ? ହଁ ମୁଁ ଦେଖି ଆସିଲି, ଆମେ ଯୋଉ ଚିଲ ଘରୁ ଚୋରି କରିଥିଲେ ସେ ଚଢ଼େଇକୁ ଚୋର ଭାବୁଛି। ଆଜି ଚଢ଼େଇ ବ୍ୟାଙ୍କରୁ ଟଙ୍କା ଉଠେଇ କାଲି ଚିଲକୁ ଦେବ। ଆଜି ରାତିରେ ହିଁ ଆମେ ଚଢ଼େଇ ଘରୁ ଟଙ୍କା ଚୋରି କରି ନେଇ ଆସିବା। ଚଢ଼େଇ ଯେତେବେଳେ ଚିଲକୁ ଟଙ୍କା ଦେଇ ପାରିବନି, ଚିଲ ଚଢ଼େଇକୁ ପୋଲିସରେ ଦେଇଦେବ। ଆମ ଉପରେ ଆଉ କେହି ବି ସନ୍ଦେହ କରିବେନି, ଆମେ ଆରାମରେ ଚୋରି କରିପାରିବା। ହଁ ଠିକ କହିଲୁ। ଥରେ ଖାଲି ଚଢ଼େଇ ଛୁଆ କାନ୍ଥରେ ସେ ପେଣ୍ଟିଂ ଟାଙ୍ଗୁ, ପେଣ୍ଟିଂରେ ଲାଗିଥିବା ସିସି କ୍ୟାମେରାରେ ଆମେ ଚଢ଼େଇର ଘର ଦେଖିପାରିବା। ଏମିତି କଥା ହେଇ ଦୁଇ କାଉ ହସୁଥିଲେ। ତାଙ୍କର ସବୁ କଥା ବାହାରେ ଥାଇ ଚଢ଼େଇ ଶୁଣୁଥିଲା। ଆଚ୍ଛା, ଏଇ ଦୁଷ୍ଟ ପକ୍ଷୀମାନେ ତାହେଲେ ଏମିତି ଚଢ଼େଇମାନଙ୍କ ଘରୁ ଚୋରି କରୁଛନ୍ତି। ତମ ଦୁଇ ଜଣଙ୍କ ପାଇଁ ଚିଲ ଦିଦି ମତେ ଚୋର କହୁଛନ୍ତି। ଆଜି ମୁଁ ତମମାନଙ୍କୁ ଜମା ବି ଛାଡ଼ିବିନି। ତମ ଦୁଇ ଜଣଙ୍କ ସତ କଥା ମୁଁ ସମସ୍ତଙ୍କୁ କହିଦେବି। ଆରେ ମା ରହିଯା, ପେଣ୍ଟିଂକୁ କାନ୍ଥରେ ଟାଙ୍ଗନି, ମତେ ସେ ପେଣ୍ଟିଂ ଦେ। କଣ ହେଇଛି ମା? ଏ ପେଣ୍ଟିଂକୁ ତୁମେ କାହିଁକି ନେବ? ମୁଁ ଏବେ ତତେ କିଛି ବି କହିପାରିବିନି ରେ ମା, ମତେ ଆଗ ସେ ପେଣ୍ଟିଂ ଦେ। ସାର୍ ଦେଖନ୍ତୁ ନା, ଏଇ ପେଣ୍ଟିଂରେ ସିସି କ୍ୟାମେରା ଲାଗିଛି କି ନାହିଁ? ଆରେ ଏଇ ତ ସିସି କ୍ୟାମେରା। ଏମିତି ପେଣ୍ଟିଂରେ ସିସି କ୍ୟାମେରା କିଏ ଲଗେଇଛି? ଚଢ଼େଇ ସେ ପୋଲିସକୁ ସବୁ ଘଟଣା କହିଲା। ସବୁ ଶୁଣି ପୋଲିସ ଚଢ଼େଇ ସାଙ୍ଗରେ କାଉର ଦୋକାନକୁ ଆସିଲା। ଦୁଷ୍ଟ ପକ୍ଷୀ ଦଳ, ତମ ମାନଙ୍କ ବୁଦ୍ଧି ଦେଖି ତ ମୁଁ ଆଶ୍ଚର୍ଯ୍ୟ ହେଇଗଲି। ତମେ ମାନେ ଏତେ ଚାଲାକରେ ଚୋରି କରୁଛ। ଏବେ ମୋ ସାଙ୍ଗରେ ଜେଲକୁ ଚାଲ, ସେଠି ତମର ସବୁ ଚାଲାକି ବାହାରିଯିବ। ଏ କଣ କହୁଛନ୍ତି ପୋଲିସ ବାବୁ? ଆମକୁ କାହିଁକି ଥାନାକୁ ନେବେ? ଆମେ କିଛି ବି ଭୁଲ କରିନୁ। ପେଣ୍ଟିଂରେ ସିସି କ୍ୟାମେରା ଲଗେଇ ଚଢ଼େଇ ମାନଙ୍କ ଘରୁ ଚୋରି କରୁଛ, ଆଉ କହୁଛ କିଛି ବି ଭୁଲ କରିନ? ସାର୍ ଏମାନଙ୍କୁ ନେଇ ଜେଲରେ ମନ ଇଚ୍ଛା ପିଟନ୍ତୁ। ଶୁଣ, ତମେ ଦୁଇ ଜଣ ଆଗ ଚିଲର ସବୁ ଟଙ୍କା ଦିଅ, ତାପରେ ଜେଲକୁ ଯିବ। ହଁ ଆମେ ଏବେ ସବୁ ଟଙ୍କା ଆଣି ଦେଉଛୁ। ଚଢ଼େଇ ଆମକୁ କ୍ଷମା କରିଦେ, ସାର୍ଙ୍କୁ କହ ସେ ଆମକୁ କମ ପିଟିବେ। ସେ କଥା ପରେ ଦେଖାଯିବ, ତମେ ମାନେ ଆଗ ଚୋରି ଟଙ୍କା ଫେରାଅ। ତାପରେ କାଉ ଶୀଘ୍ର ତା ଘରକୁ ଗଲା, ଆଉ ଚିଲର ସବୁ ଟଙ୍କା ଆଣି ଚଢ଼େଇକୁ ଫେରେଇ ଦେଲା। ଏବେ ତମେ ମାନେ ଜେଲକୁ ଚାଲ, ତମ ମାନଙ୍କୁ ମୁଁ ଉଚିତ ଶିକ୍ଷା ଦେଇକି ଛାଡ଼ିବି। ପୋଲିସ ଦୁଇ କାଉଙ୍କୁ ବାନ୍ଧି ଥାନାକୁ ନେଇଗଲା, ଆଉ ତାଙ୍କୁ ଅନେକ ପିଟିଲା। ଚଢ଼େଇ ଚିଲକୁ ତାର ସବୁ ଟଙ୍କା ଫେରେଇ କାଉ ମାନଙ୍କ କଥା କହିଲା। ସବୁ ଜାଣିଲା ପରେ ଚିଲ ମା ଚଢ଼େଇକୁ କ୍ଷମା ମାଗିଲା। ମୁନି, ତୁ ଏଯାଏଁ ଶୋଇଛୁ? ଦେଖେ ସକାଳ ହେଇଗଲାଣି। କୁନି, ମତେ ଆଉ ଟିକେ ଶୋଇବାକୁ ଦେ। କାଲି ରାତି ଶୋଉ ଶୋଉ ମୋର ଡେରି ହେଇଗଲା। ତୁ ତ ଜାଣୁ ମତେ ଜହ୍ନ ରାତି ଦେଖିବାକୁ ଭାରି ଭଲ ଲାଗେ। କାଲି ମୁଁ ଜହ୍ନ ଦେଖୁ ଦେଖୁ ଅନେକ ଡେରି ହେଇଗଲା।
ତୁ ବଡ ଅଜବ ଝିଅ। ସମସ୍ତଙ୍କୁ ସକାଳ ଭଲ ଲାଗେ ଆଉ ତତେ କେବଳ ରାତି ଭଲ ଲାଗେ। ଅନେକ ଡେରି ହେଲାଣି, ଶୀଘ୍ର ଉଠୁ, ଆମେ ବାହାରକୁ ଯିବା। ଆଚ୍ଛା ଆଚ୍ଛା ହଉ, ମୁଁ ଉଠୁଛି। କୁନି ଆଉ ମୁନି ଥିଲେ ବହୁତ ଭଲ ସାଙ୍ଗ। ପ୍ରତିଦିନ ସେମାନେ ସାଙ୍ଗ ହିଁ ଝରଣା ପାଖକୁ ଯାଉଥିଲେ ଆଉ ସେଠି ବସି ଅନେକ ଗପ କରୁଥିଲେ। ଏମିତି ସେଦିନ, ମୁନି ଦେଖେ ଚାରିଦିଗ କେମିତି ପରିଷ୍କାର ଦେଖାଯାଉଛି। ମତେ ତ ଦିନ ସମୟ ଭାରି ଭଲ ଲାଗେ। ସମସ୍ତେ ନିଜ ନିଜ କାମ କେତେ ସୁରୁଖୁରୁରେ କରିପାରନ୍ତି। ନା, ରାତି ସମୟ ବହୁତ ଭଲ। ରାତିରେ କେତେ ଶାନ୍ତ ପରିବେଶ ଥାଏ। ଚୁଳୁଚୁଳିଆ ପୋକ ଆଉ ଜହ୍ନ ଆଲୁଅ ପାଇଁ ରାତି କେତେ ସୁନ୍ଦର ଦେଖାଯାଏ। ତତେ ଏମିତି ଓଲଟା ପାଲଟା କଥା କିଏ କହିଛି କହିଲୁ? ରାତି ଯେମିତି ଅନ୍ଧାର ହେଇଥାଏ ନା, ଘରୁ ବାହାରିବାକୁ ବି ଡର ଲାଗେ। ଚାରିଦିଗ ସୁନସାନ ଥାଏ। ମଣିଷ କି ପଶୁପକ୍ଷୀ କେହି ଘରୁ ବାହାରନ୍ତିନି। ଏଥିରେ ସୁନ୍ଦରତା କୋଉଠି ଅଛି କହିଲୁ? ତୁ ସେ କଥା ବୁଝିପାରିବୁନି। ମତେ ଶାନ୍ତ ପରିବେଶ ଭାରି ଭଲ ଲାଗେ। ରାତି ଭଳି ଶାନ୍ତ ପରିବେଶ ଆଉ କେତେବେଳେ ବି ନଥାଏ। ହେଲା ହେଲା, ତୁ ଏବେ ଘରକୁ ଯା। ତୋ ପ୍ରିୟ ରାତି ଆସିବାର ସମୟ ହେଇଗଲାଣି। ସମସ୍ତେ ଏବେ ଘର ଭିତରକୁ ଯାଇ ଚୁପ୍ ହେଇ ବସିବେ। ତୁ ବି ଯା, ତ ଘରେ ଚୁପ୍ ହେଇ ବସିବୁ। ହଁ ହଁ, ମୁଁ ମୋ ଘରକୁ ଯାଉଛି, ତୁ ବି ତ ଘରକୁ ଯା। ପ୍ରତିଦିନ ଏ ଚଢ଼େଇ ଛୁଆ ଦିଟା ଝରଣା ପାଖକୁ ଆସି ଅନେକ କଥା ହୁଅନ୍ତି। ଆଜି ସେମାନେ ଦିନ ଆଉ ରାତିକୁ ନେଇ କଥା ହେଉଥିଲେ। କୁନି ଯାହା କହିଲା ଠିକ୍ କହିଲା। ମୁଁ ପ୍ରତିଦିନ ଆସୁଛି ବୋଲି ସମସ୍ତେ ନିଜ ନିଜ କାମ କରୁଛନ୍ତି ଆଉ ଖାଇବା ବି ଯୋଗାଡ଼ କରୁଛନ୍ତି। ଜହ୍ନ ଥିଲେ କି ନଥିଲେ କାହାର କିଛି ଫରକ ପଡ଼ିବନି। କଣ ହେଲା ସୂର୍ଯ୍ୟ ଭାଇ, ଏମିତି ଏକା ଏକା କଣ କଥା ହେଉଛ? ତୁମ ଯିବାର ସମୟ ହେଇଗଲାଣି, ଏବେ ଯିବନି କି? ମୁଁ ଆସିଗଲିଣି। ତୁ ଏତେ ଶୀଘ୍ର କାହିଁକି ଆସିଲୁ? ଆଉ ଟିକେ ଡେରି କରି ଆସିପାରିଲୁନି? 2-4 ଜଣଙ୍କୁ ଛାଡ଼ିଦେଲେ ତତେ କେହି ପସନ୍ଦ କରନ୍ତିନି। ମୁଁ ଚାଲିଗଲେ ଚାରିଆଡ଼େ ଅନ୍ଧାର ମାଡ଼ି ଆସେ, ସେତେବେଳେ ତୁ ଆସୁ। ସୂର୍ଯ୍ୟ ଭାଇ, ମୁଁ ତ ଭାବିଥିଲି ତୁମେ ବହୁତ ଚାଲାକ, ହେଲେ ତୁମେ ଏମିତି ବୋକାଙ୍କ ପରି କଥା କାହିଁକି କହୁଛ? ପ୍ରକୃତିର ଭାରସାମ୍ୟ ରକ୍ଷା କରିବାକୁ ହେଲେ ଆମେ 2 ଜଣ ରହିବା ଆବଶ୍ୟକ। ହେଲେ ତୁମେ ତା ନ କରି କିଏ ଆମକୁ ପସନ୍ଦ କଲା ନ କଲା ତା ନେଇ ଭାବୁଛ? ତୁ ଆସିବା ଆଗରୁ 2ଟା ଚଢ଼େଇ ଛୁଆ ଏଠି ବସି କଥା ହେଉଥିଲେ। ଦିନ ଭଲ କି ରାତି ଭଲ, ତାଙ୍କଠୁ ଏକଥା ଶୁଣିଥିଲି ବୋଲି ତତେ ଏମିତି କହିଦେଲି। ଓ ଆଚ୍ଛା, ତାହେଲେ ସେ 2 ଜଣଙ୍କୁ କଣ ବେଶୀ ଭଲ ଲାଗେ, ଦିନ ନା ରାତି? ଜଣକୁ ଦିନ ଭଲ ଲାଗେ ତ ଆଉ ଜଣକୁ ରାତି। ସେଇ କଥା କହି କହି 2 ଜଣ ଏଠୁ ଚାଲିଗଲେ। ହଉ ଜହ୍ନ, ତୁ ଏବେ ଥା, ମୁଁ ଯାଉଛି। ଆରେ ମୁନି, ଆଜି ବି ଆସୁ ଆସୁ ଡେରି କରିଦେଲୁ। ଆରେ ମୁଁ ଆଜି ଶୀଘ୍ର ଆସୁଥିଲି, ହେଲେ ମୋ ମା ପିଠା ତିଆରି କରିଥିଲେ ତ ସେ ପିଠା ଖାଉ ଖାଉ ଡେରି ହେଇଗଲା। ଏଇ ନେ କୁନି, ମା ତୋ ପାଇଁ ବି ପିଠା ପଠେଇଛନ୍ତି। ମାଉସୀଙ୍କ ହାତ ତିଆରି ପିଠା ମତେ ଭାରି ଭଲ ଲାଗେ। ଦେ ଦେ, ମତେ ଶୀଘ୍ର ପିଠା ଦେ। ମୁନି, ଆଜି ଭାରି ଗରମ ଲାଗୁଛି, ଚାଲ ସେ ଗଛ ଛାଇକୁ ଯିବା। ତତେ ତ ଦିନ ଅଧିକ ଭଲ ଲାଗେ, ଛାଇକୁ କାହିଁକି ଯାଉଛୁ? ଏଇଠି ଥାଇ ଦିନକୁ ଉପଭୋଗ କର। ଓହୋ, ତୁ କାଲିକା କଥା ନେଇ ପଡିଛୁ। ରାତିରେ କଣ ଗରମ ଲାଗେନି? ହଁ, ଗରମ ଲାଗେ, ହେଲେ ଦିନ ଅପେକ୍ଷା ବହୁତ କମ ଗରମ ଲାଗେ। ଆଉ ଯୋଉ ଥଣ୍ଡା ପବନ ବହେ ମତେ ତ ଭାରି ମଜା ଲାଗେ। ଆଉ ରାତିରେ ଯୋଉ ମଶା ମାନେ ଅତ୍ୟାଚାର କରନ୍ତି ସେ କଥା ଭୁଲିଗଲୁ? କେବେ ଯଦି ସୂର୍ଯ୍ୟ ନ ବାହାରିବ ତେବେ ବୁଝିବୁ ଦିନ କେତେ ଭଲ। ମୁଁ ବି ତ ସେଇ ଏକା କଥା କହିପାରିବି। କେବେ ଯଦି ରାତି ନ ହୁଏ ତୁ ତାର ମୂଲ୍ୟ ବୁଝିବୁ। ଯା ଯା, ଘରକୁ ଯା, ଭାରି ଆସିଲା ମତେ ରାତିର ମୂଲ୍ୟ ବୁଝେଇବାକୁ। ଏମାନଙ୍କ କଥା ଶୁଣି ମୋର ବି ଜାଣିବାକୁ ଇଚ୍ଛା ହଉଛି, ସମସ୍ତେ ରାତିକୁ ବେଶୀ ଭଲ ପାଆନ୍ତି ନା ଦିନକୁ? ଜହ୍ନ ଆସୁ, ତା ସାଙ୍ଗରେ ମୁଁ ଟିକେ ଏ ବିଷୟରେ କଥା ହେବି। କଣ ହେଲା ସୂର୍ଯ୍ୟ ଭାଇ, ଆଜି ବି ତୁମେ ଯିବନି କି? ପ୍ରତିଦିନ ଆମେ ଗୋଟେ କାମ କରନ୍ତି, ଥରେ ପରୀକ୍ଷା କଲେ ଜଣା ପଡନ୍ତା ସମସ୍ତେ ଦିନକୁ ବେଶୀ ଭଲ ପାଆନ୍ତି ନା ରାତିକୁ। କେମିତି ପରୀକ୍ଷା କରିବ ସୂର୍ଯ୍ୟ ଭାଇ? ମୁଁ 2 ଦିନ ଲଗାତାର ଏଠି ରହିବି, ତୁ ଜମା ବି ଏଠାକୁ ଆସିବୁନି। ତାପରେ 2 ଦିନ ତୁ ଏଠି ରହିବୁ, ମୁଁ ଏଠାକୁ ଆସିବିନି। 2 ଦିନ ଦିନ ହେଇ ରହିବ ଆଉ ବାକି 2 ଦିନ ରାତି ହେଇ ରହିବ। ତାହେଲେ ଜଣା ପଡିବ କିଏ ଦିନ ଆଉ କିଏ ରାତିକୁ ଭଲ ପାଏ। ଭଲ କଥା ଭାବିଛ ସୂର୍ଯ୍ୟ ଭାଇ, ମତେ ବି ଜାଣିବାକୁ ଇଚ୍ଛା ହଉଛି।
हेले सूर्य भाई किछि असुविधा हेबनी तो? अरे ना ना किछि असुविधा हेबनी, मात्र 2टा दिनर कथा, खूब शीघ्र 2 दिन बीती जीव। अच्छा तेबे तुमे आजिठू एठी थाओ, 2 दिन परे मु आसीबी। एमिति जह्न सेठारु चलीगला। सूर्य सेमिति रहिला। कुन्नी माँ कुन्नी घर को शीघ्र आसे, बेल बुड़िलाणी। कोठी बेल बुड़ी जाइची माँ? सूर्य को देख, एमिति लागुची दीपहर हेची। अरे सतरे तो मु काम सारी घर को फेरु फेरु संध्या हेई जाए, हेले आज संध्या हेउनी काहेकि? कोन जे हेउची सबु? मो कथा कोन सत हेई गला? बेल बुडुनी कोन पई? ता माने कोन आ राती हबनी? ना होउ भल तो आमको आउ शीघ्र घर को फेरिबा को पड़िबनी। जामे जेते समय चाहिबा सेते समय एठी कथा हेई परिबा। नाई कोनी एमिति कहनी, राती नहेले निश्चय किछि विपद हेबो। चाले बे घर को जिबा, देखिबा समस्ते ठीक अछंती कि नाही। माँ बापांकर कोन हैला? डॉक्टर अंकल काहे के आसीतिले? हारी माँ राती नहेबा जोगु तो बापा अनेक समय जाए बाहरी काम करूचंती। अनेक समय जाए काम करिबा जोगु ताको देह खराब हेई गला। किछि समय आराम कला पर से सुस्थ हेई जिबे, किंतु घरे एते आलुआ पडुतिबारु से जमा भी सोई पारु नाहंती। केबे जे राती हेबो किछि जानि हेउनी। माँ चिंता करनी, बापा शीघ्र सुस्थ हेई जिबे। मो रोसई करि देइची, जा माँ खाई दे सोई पड़िबो। तापरे कुन्नी खाई सारी सोईबाकू गला, हेले से जेते चेष्टा कले भी सोई पारिलानी। ओहो मते निद काहेकि पडुनी? मु आगो झरका बंद करी देखे, तापरे हुए तो निद पड़िबो। अरे कुन्नी कौन हैला? तो आखि केते लाल देखा जाउची। तू कौन जमा भी सोईनु? मन्नी आज मु बहुत चेष्टा कली सोईबा पाई, हेले टिके भी सोई पारिलेनी। ए आलुओ पाई मो बापा भी सोई पारु नाहंती, तांको देह खराब हेई गलानी। अरे तू एमिति कहूचु? तते तो दिन बेसी भलो लागुथिला। हाँ भलो लागुथिला, हेले एबे मु जानि पारुची दिन और राती दी जण गुरुत्वपूर्ण। मु भूल थिली, भाबुथिली समस्ते मते बेसी भल पाती, से माने बोधे तते ही अधिक भल पाउथिबे जह्न। ना सूर्य भाई आमे 2 जण ही गुरुत्वपूर्ण, समस्ते आमको समान भल पाती। से छोट छुआ 2टांक कथा शुणी निज भितर एमिति परीक्षा करिबाटा ठीक हेउनी। अच्छा तो कथा ही सत हेउ, हेले मु यार शेष देखिबाकू चाहूची। एबे तो पाळी, मु जाउची, 2 दिन परे आसीबी। देख सूर्य बुड़िलेनी, लाଗୁଛି ଏବେ ରାତି ହେବ। जा हो 2 दिन परे राति देखिबाकू मिलिला, एबे आमे टिके शांति रे सोइबा। तापरे सबु चढ़ई निज निज घर को जाई सोइले। हेले जेतेबेले तांको निद भांगिला, सेमाने देखिले राति सेमिति थिला, सकाळ हेई नथिला। आश्चर्य, एते समय सोइला परे भी एजाई सकाळ हेइनी। थरे रातिर देखा मिलु नथिला, एबे कोन आमे दिन देखि पारिबुनी? भल हेची माँ, राति हेची। देखुन माँ चारिआडे केते शांत परिवेश अछि। एमिति कोन गोटे शब्द हैला? चलो माँ सेपड़े देखिबा। अरे बूढ़ी माँ कौन हैला तुमर? तुम एमिति पड़ी गल जे? अरे झीह मु खाइबा खोजिबाकू बाहरी थिली। मोहर ए दुनिया रे केही नांती। खाइबा आनिबा पई मते सबुदिन बाहर को जीवाकू पड़े, हेले अंधार राति रे मते किछि भी ठीक रे देखा गलानी। मो गछरे बाजी एठी पड़ी गली। बूढ़ी माँ टिके अपेक्षा कर, मु एबे आसुची। ए नियो बूढ़ी माँ किछि खाइबा, घर को जाई खाई नियो। सूर्य न बाहरिबा जाए तुमे एते राति रे आ घर बाहरिबानी। खाइबा दरकार हेले मो घर को आसीबो, मु तुम पई खाइबा रखी देइथिबी। बहुत बहुत धन्यवाद झियो, मु हेबे आसुची। देखिलो मुनि तू कहूतलु राति बहुत भल। सबु बेले जदि राति रहिबो आमे चढ़ई माने अनेक असुविधा रे पड़िबा। सकाळे समस्ते खाइबा खोजिबाकू जाआंती, राति रे केही भी खाइबा आनिबाकू जाई परिबेनी।
ଚୋରମାନେ ଅନେକ ସହଜରେ ଚୋରି କରିପାରିବେ। ହଁ ମା, ମୁଁ ତ ଏମିତି ଭାବି ନଥିଲି। ମୁଁ ଏବେ ବୁଝୁଛି ଦିନ ଆଉ ରାତି ଦୁଇ ଜଣ ଯାକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ କେବଳ ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା ଯେମିତି ଶୀଘ୍ର ସକାଳ ହେଇଯାଉ। ମା, ସକାଳ କେବେ ହେବ? ମୋର ଦିନ କଥା ଭାରି ମନେ ପଡୁଛି। ମୁଁ ସାଙ୍ଗମାନଙ୍କ ସହ କେତେ ଖେଳୁଥିଲି। ମୁଁ କଣ ଆଉ କେବେ ବି ଖେଳି ପାରିବିନି? ଭଗବାନଙ୍କ ପାଖରେ ପ୍ରାର୍ଥନା କରୁ ଧନ, ଯେମିତି ଶୀଘ୍ର ସକାଳ ହେଇଯାଉ। ଶୁଣିଲ ସୂର୍ଯ୍ୟ ଭାଇ, ସେ ଛୋଟ ପୁଅଟି କଣ କହିଲା? ଯେତେବେଳେ ତୁମେ ଥିଲ ସେ ମତେ ମନେ ପକାଉଥିଲା, ଆଉ ଯେତେବେଳେ ମୁଁ ରହିଲି ସେ ତମକୁ ମନେ ପକେଇଲା। ମୁଁ ଠିକ କହୁଥିଲି, ଆମେ ଦୁଇ ଜଣ ହିଁ ସମସ୍ତଙ୍କ ପାଇଁ ଜରୁରୀ। ହଁ, ମୁଁ ଏବେ ପ୍ରମାଣ ପାଇଗଲି। ମୁଁ ଆଉ କେବେ ବି ତୋ ସହ ଝଗଡ଼ା କରିବିନି। ହଉ ସୂର୍ଯ୍ୟ ଭାଇ, ମୁଁ ଏବେ ଆସୁଛି। ଆଜିଠୁ ଆମେ ପୂର୍ବ ଭଳି ନିଜ ନିଜ କାମ କରିବା। ମୁନି, ଏ କୁନି, ଘରେ ଅଛୁ ନା? ମୁନି, ତୁ ଆସିଗଲୁ। 2 ଦିନ ତତେ ନ ଦେଖିଲାରୁ ଜମା ଭଲ ଲାଗୁନଥିଲା। କେମିତି ଆସିଥାନ୍ତି କହିଲୁ? ରାତିରେ ମା ମତେ ବାହାରକୁ ଛାଡି ନଥିଲେ। ଏଇ କିଛି ଦିନରେ ମୁଁ ଠିକ ବୁଝିଗଲି, ରାତି କିଛି ସମୟ ପାଇଁ ତ ଭଲ ଲାଗିଥାଏ, ହେଲେ ସବୁ ସମୟରେ ରାତି ରହିଲେ ସମସ୍ତେ ଅନେକ ସମସ୍ୟାରେ ପଡିବେ। ହଁ ସାଙ୍ଗ, ଦିନ ଆଉ ରାତି ଦୁଇ ଜଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଆଉ କେବେ ବି ଦିନ ରାତିକୁ ନେଇ ଝଗଡ଼ା କରିବାନି। ଏତେ ଦିନ ପରେ ସକାଳ ହେଲା, ଚାଲେ ଏବେ ଟିକେ ବାହାରୁ ବୁଲି ଆସିବା।